ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ସଂସାରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅଭାବରେ ରହିଛନ୍ତି, କିନ୍ତୁ ଅନେକ ଲୋକଙ୍କ ମାନଙ୍କ ପାଖକୁ ଧନ ଆସୁଛି କିନ୍ତୁ ଟଙ୍କାଟିଏ ସେମାନେ ରଖିପାରୁନାହାନ୍ତି। ଘରେ ସବୁଦିନ ଅଶାନ୍ତି ଲାଗି ରହୁଛି ଆଉ ସେମାନଙ୍କର ପ୍ରକୃତି ହିଁ ସେମାନଙ୍କର ଧନର ଅଭାବର କାରଣ। ତ ଆଜି ଆପଣଙ୍କୁ ଭିଡ଼ିଓରେ କହିବୁ ଏମିତି କିଛି ପ୍ରକୃତିକୁ ଆପଣ ବଦଳାନ୍ତୁ ଯାହା ଆପଣଙ୍କ ଘରେ ଲକ୍ଷ୍ମୀ ପ୍ରବେଶ କରିବେ, ଅଲକ୍ଷ୍ମୀ ଦୂରେଇ ଯିବେ। ନହେଲେ ଆପଣ ଯଦି ଆଚରଣକୁ ଲଗାତାର କରି ରଖନ୍ତି ଆପଣଙ୍କ ଘରେ ଅଲକ୍ଷ୍ମୀ ପ୍ରବେଶ କରିବେ। କ'ଣ ରହିଛି ଲକ୍ଷଣ ଯାହା ଆପଣ କରୁଛନ୍ତି ଯାହାଦ୍ୱାରା ଆପଣଙ୍କ ଘରେ ଅଲକ୍ଷ୍ମୀ ପ୍ରବେଶ କରେ? ଯେତେ ରୋଜଗାର କଲେ ମଧ୍ୟ ଆପଣଙ୍କର ଅଣ୍ଟେ ନା। ସର୍ବପ୍ରଥମେ ଆପଣ କେବେ ବି ବସିଥିବା ବେଳେ ଗୋଡ଼ ହଲାନ୍ତୁ ନାହିଁ। ବହୁତ ଲୋକ ବସିଥିବେ ଗୋଡ଼ ହଲାଉଥିବେ, ସ୍ତ୍ରୀ ଲୋକ ମଧ୍ୟ ସେମାନେ ବସିଥିବେ ଗୋଡ଼କୁ ହଲ ହଲ କରୁଥିବେ। ଜମା ବି ସେମିତି କରୁନି। ଏହା ହେଉଛି ଅଲକ୍ଷ୍ମୀଙ୍କର ବା ଅଲକ୍ଷଣଙ୍କ ପୁରୁଷ ଆଉ ନାରୀମାନଙ୍କର କ'ଣ ନା ଅଲକ୍ଷ୍ମୀ ନାରୀମାନଙ୍କର ଏହା ହେଉଛି ଲକ୍ଷଣ। ତେଣୁ ଚେଷ୍ଟା କରନ୍ତୁ ଆପଣ ଗୋଡ଼ କେମିତି ନ ହଲେଇବେ ଆଉ ବସିଥିବା ବେଳେ ଗୋଡ଼ ହଲାନ୍ତୁ ନାହିଁ। ଯେତେ ଆପଣ ରୋଜଗାର କଲେ ବି ଦେଖିବେ ଆପଣଙ୍କର ଅଣ୍ଟିବ ନାହିଁ। ଆଉ ଗୋଡ଼ ଧୋଇଲା ବେଳେ ଆଗପଟ ଧୋଇ ଅନେକ ଲୋକ ପଛପଟ ଧୁଅନ୍ତି, ଏହାଦ୍ୱାରା କୁହାଯାଏ କଳି ପ୍ରବେଶ କରେ ବୋଲି। ତ ସେଥିପାଇଁ ଗୋଡ଼କୁ ଭଲ ଭାବେ ଧୋଇ ଶୋଇବା ବେଳେ ଗୋଡ଼କୁ ଭଲ ଭାବେ ଧୋଇ ଶୁଅନ୍ତୁ। ଅନେକ ଲୋକ ପରିସ୍ରା କରନ୍ତି ହେଲେ ଗୋଡ଼ ଧୁଅନ୍ତିନି, ସେମିତି ଜମା ବି କରନ୍ତୁନି। ପରିସ୍ରା ଯିବେ ତ ଗୋଡ଼ ନିଶ୍ଚିନ୍ତ ଭାବରେ ଦିଅନ୍ତୁ। ଅନେକ ଲୋକ ଶୀତରେ ତ ପାଣି ପଡ଼ିଲେ ତାଙ୍କ ଜୀବନ ଛାଡ଼ିଯାଏ, ବହୁତ ଲୋକ ଅଛନ୍ତି। ତେଣୁ ସେମାନେ ମଧ୍ୟ ଆଚରଣକୁ ବଦଳାନ୍ତୁ। ଗୋଡ଼ ଧୋଇ ଆପଣ ଶୟନ ଶଯ୍ୟାରେ ଶୁଅନ୍ତୁ। ଆଉ ଶୟନ ପୂର୍ବରୁ କିଛି କ୍ଷଣ ଆପଣ ଖଟ ଉପରେ ଶୋଇବା ଶଯ୍ୟାରେ ବସି ପ୍ରଭୁଙ୍କୁ ସ୍ମରଣ କରି ପ୍ରାର୍ଥନା କରି ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରି ଶୁଅନ୍ତୁ। ଆଉ ଠାକୁରଙ୍କୁ ଡାକନ୍ତୁ, ପ୍ରଭୁ ମୋ ଦ୍ୱାରା କାହାର ଯଦି ଆଜି କ୍ଷତି ହେଇଥିବ ମୋତେ କ୍ଷମା କରିବେ। ଆଉ ରାତ୍ରିର ନିଦ୍ରା ଭଙ୍ଗ ପରେ ଯେମିତି ମୋ ଦ୍ୱାରା କାହାର କ୍ଷତି ନ ହୁଏ, ଏ କଥାକୁ ନିଶ୍ଚିନ୍ତ ଭାବରେ ଆପଣ ପାଳିବେ। କାହିଁକିନା ମଣିଷର ସୁଖ ଦୁଃଖ ହେଉଛି ତାର କର୍ମ। ତେଣୁ ସ୍ୱର୍ଗ ସୁଖ ଆଉ ଗୋଟେ ହେଉଛି ନର୍କ ଦୁଃଖ। ସ୍ୱର୍ଗର ଆରମ୍ଭ ଯେଉଁଠି ସକାରାତ୍ମକ ଶକ୍ତିର ପ୍ରବେଶ ଫଳରେ ଆପଣ ସୁଖ ପ୍ରାପ୍ତି କରନ୍ତି। ନର୍କ ହେଉଛି ଆରମ୍ଭ ହେଉଛି ନକାରାତ୍ମକ ଶକ୍ତିର ଘରେ ପ୍ରବେଶ ଫଳରେ ଆପଣ ନର୍କ ଦୁଃଖ ଭୋଗ କରନ୍ତି। ତ ସେଥିପାଇଁ ଆପଣ ମନେ ରଖିଥିବେ ମଇଳା ବସ୍ତ୍ର କେବେ ବି ଲଗାତାର ପିନ୍ଧନ୍ତୁ ନାହିଁ। ଗୋଟେ ଗାମୁଛା ବା ସାର୍ଟ ପ୍ୟାଣ୍ଟ ମଇଳା ହେଲେ ତାକୁ ବାରମ୍ବାର ପିନ୍ଧନ୍ତୁ ନାହିଁ। ଗାଧୋଇ ସାରିଲା ପରେ ଦାନ୍ତ ଘଷିବା ହେଉଛି ଅଲକ୍ଷଣଙ୍କର ପ୍ରତୀକ। ତେଣୁ ଦାନ୍ତ ଘଷିବା ଆପଣ ଗାଧୋଇବା ପୂର୍ବରୁ ହିଁ କରନ୍ତୁ। ଆଉ ସବୁବେଳେ ବହୁତ ଲୋକ ନାକରେ କାନରେ ହାତ ପୁରାନ୍ତି ଆଉ ପାନ କାଢ଼ିକି ଏମିତି ପକେଇ ଦିଅନ୍ତି, ସେ ହାତ ସେମିତି ଅଇଁଠା ଥାଏ। ତ ଜମା ବି ଏ ଆଚରଣକୁ ବଦଳାନ୍ତୁ, କାରଣ ଆପଣଙ୍କ ହାତ ଉଚ୍ଚିଷ୍ଟ ଥାଏ। ଆପଣ ଯାହାଙ୍କୁ ପ୍ରଣାମ କରନ୍ତି କ୍ଷତି ଆପଣଙ୍କର ହୁଏ। ଶୁଦ୍ଧ ହସ୍ତରେ ବେଳେବେଳେ ଆପଣ ପୁଷ୍ପାଞ୍ଜଳି ଦିଅନ୍ତି, ମନ୍ଦିରକୁ ଯାଆନ୍ତି, ପ୍ରଣାମ କରନ୍ତି, ହେଲେ ଆପଣ ପାନ ଖେଦରାକୁ ଏମିତି କାଢ଼ି ଫୋପାଡ଼ି ଦିଅନ୍ତି। ଜମା ବି ସେମିତି କରନ୍ତୁ ନାହିଁ। ଏହା ହେଉଛି ଅଲକ୍ଷଣଙ୍କର ପୁରୁଷଙ୍କର ପ୍ରତୀକ। ପାଟିରୁ ନସୁଣ ଗୁଣ୍ଡା ହାତରେ ଯାହାର ଗୁଣ୍ଡା ଧରିଥାଏ ଖାଇକି ପୁରା ଅତି ତରତର ସେଇଭଳି ଭାବରେ ଲାଗେ, ଅଲକ୍ଷଣ ପୁରୁଷଙ୍କର ପ୍ରତୀକ ହୋଇଥାଏ। ଆଉ ଅନେକ ଲୋକ ଶୋଇ ରହିବାକୁ ଭଲ ପାଆନ୍ତି, ଏହା ମଧ୍ୟ କ'ଣ ରୋଜଗାର କରିବାକୁ ଭଲ ପାଆନ୍ତି ନାହିଁ, ଏହା ମଧ୍ୟ ଅଲକ୍ଷଣ ପୁରୁଷଙ୍କର ପ୍ରତୀକ ଅଟେ। ରାଗରେ ଧରିଥିବା ଜିନିଷକୁ କେବେ ବି ଫିଙ୍ଗନ୍ତୁ ନାହିଁ। ଅନ୍ନ କେବେ ଫିଙ୍ଗନ୍ତୁ ନାହିଁ, ପାଣି ଗ୍ଲାସ୍ କେବେ ଫିଙ୍ଗନ୍ତୁ ନାହିଁ। ଏ ଦ୍ୱାରା ଘରେ ଅଲକ୍ଷ୍ମୀ ପ୍ରବେଶ କରେ। କେବେ କବାଟ ଉପରେ ପାଲଟା ବସ୍ତ୍ର ପକାନ୍ତୁ ନାହିଁ। ଆଉ ସ୍ତ୍ରୀକୁ କେବେ ବାରମ୍ବାର ଦୁଃଖ ଦିଅନ୍ତୁ ନାହିଁ। ଆଉ ସହିତ ଯିଏ ବାରମ୍ବାର ବିନା ଦୋଷ ସ୍ତ୍ରୀକୁ ହାତ ଉଠାଏ ତା ଘରେ ମଧ୍ୟ ଅଲକ୍ଷ୍ମୀ ପ୍ରବେଶ କରେ। ତ ନିଶ୍ଚିନ୍ତ ଭାବରେ ଏ କଥା ଆପଣ ନିଶ୍ଚିନ୍ତ ମାନିବେ। ଆଉ ଭିଡ଼ିଓକୁ ନିଶ୍ଚିନ୍ତ ବହୁ ମାତ୍ରା ସେୟାର କରିବେ। ହୁଏତ କିଛି ଲୋକ ଆମ ଭିଡ଼ିଓକୁ ଦେଖି ପରିବର୍ତ୍ତନ ହେଉଛି ନା, ଆମକୁ ବହୁତ ଖୁସି ଲାଗୁଛି। ତ ନିଶ୍ଚିନ୍ତ ଭାବରେ ଭିଡ଼ିଓକୁ ସେୟାର କରିବେ। କିଛି ଭଲ ଜିନିଷକୁ ସେୟାର କରନ୍ତୁ ନା, ହୁଏତ ଅନେକ ଲୋକ କିଛି ଜାଣିପାରିବେ। କିନ୍ତୁ ଗୋଟେ ଅଶ୍ଳୀଳ ଭିଡ଼ିଓକୁ ଲକ୍ଷ୍ୟ ସେୟାର ହେଇଥିଲା ବେଳେ ଏତେ ଆଧ୍ୟାତ୍ମିକ କଥାକୁ ଆପଣଙ୍କ ହାତ ଯାଏ ନା। ନିଶ୍ଚିନ୍ତ ଅନୁରୋଧ କରିବି ଭାବ ଦିବାକର ଚ୍ୟାନେଲ ସହିତ ଯେଉଁମାନେ ଯୋଡ଼ି ହୋଇଛନ୍ତି ଏ ଭିଡ଼ିଓକୁ 10 ଜଣଙ୍କୁ ନିହାତି ପଠାନ୍ତୁ ଲିଙ୍କ। ଅନୁରୋଧ ରହିଲା ରକ୍ଷା କରିବେ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ଯଦି ଆପଣମାନଙ୍କ ଧନ କୌଣସି ଗରିବ ଅସହାୟ ରୋଗୀମାନଙ୍କ ସେବାରେ ଲାଗିପାରିଲା, ଜାଣନ୍ତୁ ଆପଣଙ୍କର ରୋଜଗାର ସାର୍ଥକ ହେଇଗଲା, ଆପଣଙ୍କ ଧନର ମଧ୍ୟ ବହୁତ ମହତ୍ଵ ରହିଲା। ତ ଆଜି ଆପଣମାନେ ଯଦି ଚାହୁଁଛନ୍ତି ଆପଣଙ୍କର ସେଇ ଧନ ମହତ କାର୍ଯ୍ୟରେ ଲାଗୁ, ଯେମିତିକି ଆମେ ଗୋଟିଏ ଆମ୍ବୁଲାନ୍ସ କରିଛୁ, ଯେଉଁ ଆମ୍ବୁଲାନ୍ସ ପ୍ରତିଦିନ କିଛି ଅସହାୟ ରୋଗୀମାନଙ୍କୁ ମେଡ଼ିକାଲରେ ପହଞ୍ଚାଏ, କିଛି ଗରିବ ଅନାଥ ଶିଶୁମାନଙ୍କୁ ମଧ୍ୟ ଆମେ ବସ୍ତ୍ର ଦାନ କରୁ, କିଛି ରୋଗୀମାନଙ୍କ ପାଖରେ ପହଞ୍ଚୁ ଯେଉଁମାନେ ବହୁତ ରୋଗରେ ପୀଡ଼ିତ, ସେମାନଙ୍କ ପାଖରେ ଆମେ କିଛି ଅର୍ଥ ଆଉ ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରୁ। ଏ କିଛି ଦିନ ପୂର୍ବରୁ ଆପଣମାନେ ସହଯୋଗ କଲେ, ଆମେ ମଧ୍ୟ କିଛି କମ୍ବଳ ଅସହାୟମାନଙ୍କ ପାଖରେ ଯାଇ ପହଞ୍ଚି ବାଣ୍ଟିଥିଲୁ। ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ ଆମ ଦ୍ୱାରା କୌଣସି ମହତ କାର୍ଯ୍ୟରେ ଲାଗୁ, ତ ସ୍କ୍ରିନରେ ଚାଲିଥିବା ନମ୍ବରରେ ନିଶ୍ଚିନ୍ତ ଆପଣ କଲ୍ କରନ୍ତୁ। ଆଉ ଆପଣଙ୍କ ବିବାହ ବାର୍ଷିକରେ, ଆପଣଙ୍କ ପିଲାମାନଙ୍କ ଜନ୍ମରେ, ଶ୍ରାଦ୍ଧରେ ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପୁଅ ନାମରେ, ଝିଅ ନାମରେ, ସ୍ତ୍ରୀ ନାମରେ ନିଶ୍ଚିନ୍ତ ଭାବରେ ଆପଣ ଦାନ କରିପାରିବେ। ସ୍କ୍ରିନରେ ଚାଲିଥିବା ନମ୍ବରରେ ଆପଣ କଲ୍ କରନ୍ତୁ।
आमे दबु आपनको फोन पे नंबर जो फोन पे नंबर रे आपणकर दान पहुँची पारिबा निश्चिंत भाव में आपणकर दान क्यों कार्य लगुच तार मध्य वीडियो करी भाव दिवाकर चैनल आम निश्चिंत भाव में पकेबू आपड़ देखिए निश्चिंत खुशी हे तो आपण पुओ झील विवाह वार्षिक जन्मदिन में जदि आप चाहूँगी आपणकर दान महत कार्य लगू तो से शुभ दिन मानक आप कॉल करी आमको फोन पे नंबर मागी पारे आम्भे मैंने आपको फोन पे नंबर दबू जो नंबर रे आप सहयोग राशि पठाई पारे निश्चिंत भाव में आपणकर धनर सार्थकता है।